नमस्कार जय जगन्नाथ आपण मानक स्वागत जनाऊँची प्रज्ञास वर्ल्ड को मु आज आपण मानक पई नै आसी गोटे सुंदर रेसिपी भेंडी मसला चलंतु देखिबा आजिर रेसिपी भेंडी मसला पई मु भेंडी को भलो भाबे धोई पोछि ताकू एम्ति काटी देइथिली किछि आलू भी काटी देइथिली पियाज आ टमाटो काटी देइथिली चलंतु स्टार्ट करिबा मु एठी पैन को गरम कर देइछि एठी अल्प तेल देइकी तापरे ମୁଁ ସେଥିରେ ଭେଣ୍ଡିକୁ ପକେଇ ଦେଇଛି। ମନେ ରଖନ୍ତୁ ଭେଣ୍ଡି ପକେଇବେ କିନ୍ତୁ ବିଲକୁଲ ବି ଲୁଣ ପକେଇବେନି। ଲୁଣ ପକେଇଲେ ଭେଣ୍ଡିର ଲାଳ ଅଂଶ ଗୁଡ଼ାକ ବାହାରି ଆସିଥାଏ। ତେଣୁ ଭେଣ୍ଡି ବି ବହୁତ ନରମ ହେଇଯାଇଥାଏ। ତେଣୁ ଲୁଣ ପକେଇବେନି। ଏମିତି ଭେଣ୍ଡିକୁ ଭଲସେ ଭାଜିଦେବେ। ଦେଖନ୍ତୁ ମୁଁ ଭେଣ୍ଡିକୁ ଭାଜିକି ପୁରା ଭଲସେ ଏମିତି କରିଦେଇଛି। ଭେଣ୍ଡି ଏଇ ଟାଇପ୍ର ଭାଜି ହେବା ଦରକାର। ଯେମିତି ଗୋଟା ଗୋଟା ରହିବା ଦରକାର। ଦେଖିପାରୁଥିବେ ସ୍କ୍ରିନରେ। ଭେଣ୍ଡିକୁ ଏଇ ଟାଇପ୍ର ଭାଜିକି ରଖିବେ। ମୁଁ ଆଉ ଟିକେ ବି ତେଲ ଦେଇଥିଲି ମଝିରେ। ତେଲ ଟିକେ କମ୍ ଲାଗିଲା ତ ଭେଣ୍ଡିକୁ ଭଲସେ ଭାଜିଦେବେ। ଭେଣ୍ଡି ଭଲସେ ଭାଜି ହେଇଗଲା ପରେ ତାକୁ ସାଇଡ୍ କରିଦେଇଥିଲି। ଆଉ ତାପରେ କଡ଼େଇଟେ ବସି ଦେଇଥିଲି। କଡ଼େଇରେ ମାପିକି ମୁଁ 3 ବଡ଼ ଟେବଲ ସ୍ପୁନ୍ ତେଲ ଦେଇ ଦେଇଥିଲି। ତେଲକୁ ଭଲସେ ଗରମ ହେବା ପାଇଁ ଛାଡ଼ି ଦେଇଥିଲି। ତେଲ ଯେତେବେଳେ ଭଲସେ ଗରମ ହେଇଗଲା ମୁଁ ସେଥିରେ ଅଳ୍ପ ଟିକେ ଜିରା ପକେଇ ଦେଇଥିଲି। ଜିରା ଟିକେ ଫୁଟିଗଲା ପରେ ମୁଁ ପକେଇ ଦେଇଥିଲି ଗୋଟେ ଛୋଟ ଇଲାଇଚି ଆଉ ଖଣ୍ଡେ ଡାଲଚିନି। ତାପରେ ମୁଁ ପକେଇ ଦେଇଥିଲି ସେଥିରେ କଟା ହୋଇ ରଖା ହେଇଥିବା ପିଆଜ। ପିଆଜକୁ ଟିକେ ଭଲସେ ଭାଜିଦେଲି। ପିଆଜ ଅଳ୍ପ ବ୍ରାଉନ୍ ହେଲା ପରେ ଜଷ୍ଟ ଅଳ୍ପ ବ୍ରାଉନ୍ ହେଲା ପରେ ମୁଁ ପକେଇ ଦେଇଥିଲି ସେଥିରେ କଟା ହେଇକି ରଖା ହେଇଥିବା ଆଳୁକୁ। ଦେଖିପାରୁଥିବେ ଆଳୁ ଆଉ ପିଆଜକୁ ଏମିତି ଭଲସେ ଭାଜିଦେବେ। ଅଳ୍ପ ଟିକେ ସେଥିରେ ଲୁଣ ଆଡ୍ କରିଦେଲି। ତାପରେ ତାକୁ ଟିକେ ଭଲସେ ଘାଣ୍ଟି ଦେଇ ତାକୁ ମୁଁ ଘୋଡ଼େଇକି ଛାଡ଼ିଦେଲି ଟିକେ ସମୟ ସିଝିବା ପାଇଁ। ତ ଅଳ୍ପ ସମୟ ପରେ ମୁଁ ଦେଖିଲି ଆଳୁ ବି ଟିକେ ସଫ୍ଟ ହେଇଯାଇଛି। ତାପରେ ମୁଁ ସେଥିରେ କଟା ହେଇ ରଖା ହେଇଥିବା ଟମାଟୋକୁ ଆଡ୍ କରିଦେଲି ଆଉ ତାକୁ ଟିକେ ଭଲସେ ଗୋଳେଇ ଦେଲି। ତାପରେ ସେଥିରେ ଆମେ ଆଡ୍ କରିବା ସବୁ ମସଲା। ଅଦା ରସୁଣ ପେଷ୍ଟ ଫାଷ୍ଟ ପକେଇଥିଲି ତାକୁ ଟିକେ ଗୋଳେଇ ଦେଲି। ତାପରେ ସେ ଟିକେ ଗୋଳେଇ ହେଇଗଲା ପରେ ସେଥିରେ ଆମେ ରଖିଥିବା ସବୁ ଯେଉଁ ଗୁଣ୍ଡ ମସଲା ଆଡ୍ କରିବା। ଏବେ ଟିକେ ଧନିଆ ପାଉଡର, ତାପରେ ପକେଇଥିଲି ଗୋଟେ ସ୍ପେଶାଲ ମସଲା ଯୋଉଟାକି ବହୁତ ହି ଟେଷ୍ଟି କରେ। ଚାଲନ୍ତୁ ପକେଇବା ସେଥିରେ। ମୁଁ ନେଇ ଆସିଥିଲି ଆମର ମ୍ୟାଗିର ମ୍ୟାଜିକ୍ ମସଲା ଗୋଟେ ଛୋଟ 5 ଟଙ୍କିଆ ପ୍ୟାକେଟ୍। ତାକୁ ଆମେ ଆଡ୍ କରିଦେବା। ଯଦି ଏଇଟା ନାହିଁ ଆପଣଙ୍କ ପାଖରେ ଠିକ୍ ଅଛି, ଏଇଟା ଅପସନାଲ୍ ଥିଲା ବଟ୍ ଏଇଟା ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ପକେଇ ଦେଇଥିଲି। ତାପରେ ସବୁ ମସଲାକୁ ଗୋଳେଇ ଦେଇଥିଲି। ଭଲ କଲର୍ ପାଇଁ ଟିକେ ସେଥିରେ ପକେଇ ଦେଇଥିଲି ହାଫ୍ ଟେବଲ୍ ସ୍ପୁନ୍ କାଶ୍ମୀର ଲାଲ ପାଉଡର। ଆଉ ଯେଉଁ ଗିନାରେ ରଖିଥିଲି ମସଲା ସେଇ ଗିନାରେ ଅଳ୍ପ ଟିକେ ପାଣି ଦେଇକି କଡ଼େଇରେ ଦେଇ ଦେଇଥିଲି। ଆଉ ସବୁକୁ ମୁଁ ଟିକେ ଭଲସେ ଘାଣ୍ଟି ଦେଇଥିଲି। ଦେଖିପାରୁଥିବେ କଲର୍ଟା କେଡ଼େ ସୁନ୍ଦର ଦେଖାଯାଉଛି। ମୋତେ ତ ବହୁତ ସୁନ୍ଦର ହିଁ ଦେଖାଯାଉଥିଲା। ସବୁକୁ ଭଲସେ ଗୋଳେଇ ଦେଲା ପରେ ଟିକେ ମୁଁ ଘୋଡ଼େଇକି ତାକୁ 5 ମିନିଟ୍ ପାଇଁ ଛାଡ଼ି ଦେଇଥିଲି। ଚାଲନ୍ତୁ ଦେଖିବା 5 ମିନିଟ୍ ହେଇଯାଇଛି। ଟିକେ ଢାଙ୍କୁଣୀ ଖୋଲି ଦେଖିଲି ତ ମସଲା ବି ଠିକ୍ ଠାକ୍ ଅଛି, କେଉଁଠି କିଛି ଲାଗିନି। ପୁଣି ଥରେ ଟିକେ ପାଣି ଦେଇକି ଆଉ ଥରେ ଘାଣ୍ଟି ଦେଇଥିଲି କାହିଁକିନା ଆଳୁ ଭଲସେ ସିଝି ନଥିଲା। ଆଳୁ ସିଝିବାକୁ ଟିକେ ଟାଇମ୍ ଲାଗିବ। ତ ପୁଣି ଥରେ ତାକୁ ମୁଁ ଭଲସେ ଟିକେ ପାଣି ଦେଇକି ତାକୁ ପୁଣି ଘୋଡ଼େଇକି ଛାଡ଼ିଦେଲି। କିଛି ସମୟ ପରେ ଢାଙ୍କୁଣୀ ଖୋଲିକି ଦେଖିଲି ମସଲାରୁ ସବୁ ତେଲ ବାହାରି ଆସିଲାଣି। ମସଲା ବି ଭଲସେ କଷି ହେଇଯାଇଛି। ଆଳୁ ସହିତ ବି ଘାଣ୍ଟି ହେଇଗଲାଣି। ଆଳୁ ବି ସଫ୍ଟ ହେଇଗଲାଣି। ତ ଆଉ ଡେରି ନ କରିକି ଚାଲନ୍ତୁ ଆମେ ସେଥିରେ ସବୁ ପକେଇଦେବା ଆମର ଯାହା ଭଜା ହେଇକି ରଖା ହେଇଥିବା ଭେଣ୍ଡିକୁ। ମୁଁ ଏଥିରେ ଆଡ୍ କରିଦେଇଥିଲି ଭଜା ହେଇଥିବା ଭେଣ୍ଡିକୁ। ଦେଖନ୍ତୁ କେତେ ବଢ଼ିଆ କଲର୍ ଆସିଛି। ସବୁକୁ ଘାଣ୍ଟି ଦେଲି। ପୁଣି ଥରେ ଟିକେ ପାଣି ଦେଇ ଦେଇଥିଲି। ମନେ ରଖିବେ ପାଣି ସବୁବେଳେ ଉଷୁମ ପାଣି ହିଁ ୟୁଜ୍ କରିବେ। ଉଷୁମ ପାଣି ଦେଲେ ବହୁତ ହି ବଢ଼ିଆ ଟେଷ୍ଟ ଆସିଥାଏ ତରକାରୀରେ। ଯେହେତୁ ଆମର ଭେଣ୍ଡିରେ ଲୁଣ ପଡ଼ିନଥିଲା, ଆଳୁରେ ଯାହା ଲୁଣ ପଡ଼ିଥିଲା, ପୁଣି ଥରେ ଟିକେ ଲୁଣ ପକେଇ ଦେଇଥିଲି।
ଆଉ ସେସବୁକୁ ଭଲସେ ଘାଣ୍ଟି ଦେଇଥିଲି। ଆଉ ୟାକୁ ଭେଣ୍ଡି ଆଉ ଆଳୁ ଟିକେ ସିଝିବା ପାଇଁ ପୁଣି ଥରେ ଢାଙ୍କି ଦେଇଥିଲି। ପୁଣି 5 ମିନିଟ୍ ପରେ ଢାଙ୍କୁଣୀ ଖୋଲିଲି। ଢାଙ୍କୁଣୀ ଖୋଲି ଦେଖିଲା ବେଳକୁ ଭେଣ୍ଡି ବି ସଫ୍ଟ ହେଇଯାଇଛି, ଆଳୁ ବି ସଫ୍ଟ ହେଇଯାଇଛି। ଏଥିରେ ମୁଁ ଗୋଟେ ବହୁତ ହି ବଢ଼ିଆ ସ୍ପେଶାଲ ଜିନିଷଟେ ମିଶାଇଥିଲି, ଯେଉଁଟାକି ଆପଣଙ୍କୁ କହିବି ଗୋଟେ ବଢ଼ିଆ ସିକ୍ରେଟ୍ ଜିନିଷଟେ। ମୁଁ କିଛି ବେସନକୁ ଭାଜିକି ରଖିଦେଇଥିଲି। ତ ସେ ବେସନରେ ଅଳ୍ପ ପାଣି ଦେଇକି ମୁଁ ଟିକେ ଭଲସେ ତାକୁ ଗୋଳେଇ ଦେଇଥିଲି। ଏପରି ଗୋଳେଇବେ ଯେମିତି ବେସନରେ କୌଣସି ପ୍ରକାର ଲମ୍ପସ୍ ରହିବନି। ଲମ୍ପସ୍ ରହିଲେ ଟିକେ ଭଲ ଲାଗିବନି। ତ ସେଇ ବେସନ ପାଣିକୁ ମୁଁ ଦେଇଥିଲି ତରକାରୀରେ, ଆଉ ତାକୁ ଭଲସେ ଘାଣ୍ଟି ଦେଇକି ଟିକେ ପୁଣି ଥରେ ତାକୁ ମିଶିବା ପାଇଁ, ବେସନକୁ ମିଶିବା ପାଇଁ ତ ଟାଇମ୍ ଲାଗିବ ନା। ଅବଶ୍ୟ ବେସନ ଭଜା ହେଇଥିଲା, ହେଲେ ବି ବେସନର ଗନ୍ଧ ନ ଆସିବା ପାଇଁ ଆମେ ତାକୁ ଆଉ ଟିକେ ପାଣି ଦେଇକି, କାହିଁକିନା ମୋତେ ଏଇଟା ଟିକେ ଝୋଳ ଝୋଳ ଦରକାର ଥିଲା, ଆଉ ଟିକେ ପାଣି ଦେଇକି ତାପରେ ଆମେ ପୁଣି ଥରେ ତାକୁ ଟିକେ ଢାଙ୍କି ଦେବା। ଦେଖନ୍ତୁ କେଡ଼େ ସୁନ୍ଦର ଦେଖା ହେଲାଣି, ଆଉ ଟେଷ୍ଟ ତ ବହୁତ ବଢ଼ିଆ ଲାଗିବ ନିଶ୍ଚିନ୍ତ ଭାବେ। ଚାଲନ୍ତୁ ଢାଙ୍କି ଦେବା, ତାପରେ ଦେଖିବା। ତ ହେଇଯାଇଛି 5 ମିନିଟ୍। 5 ମିନିଟ୍ ପରେ ଦେଖନ୍ତୁ କେମିତି ତରକାରୀ ଫୁଟି ଆସିଲାଣି। ଆଉ ଆମର ଭେଣ୍ଡି ଆଳୁ ଦୁଇଟାକ ବି ସଫ୍ଟ ହେଇଗଲାଣି। ବେସନର ଟେକ୍ସଚରଟା ବି ଭଲସେ ପୁରା ଦେଖା ହେଲାଣି। ଫାଇନାଲି ଲାଷ୍ଟକୁ ମୁଁ ଟିକେ ଗରମ ମସଲା ପକାଇଦେଲି, ଆଉ ତାପରେ ପକାଇ ଦେଇଥିଲି ଆମର କସ୍ତୁରୀ ମେଥିକୁ ଟିକେ ହାତରେ ଭଲସେ ମକଚିକି ପକାଇ ଦେଇଥିଲି। ଦେଖିପାରୁଛନ୍ତି କେଡ଼େ ସୁନ୍ଦର ଦେଖା ହେଲାଣି, କେତେ କ୍ରିମି କ୍ରିମି ଟେକ୍ସଚର ବି ରହିଛି, ବହୁତ ହି ବଢ଼ିଆ ଟେଷ୍ଟ ବି ଲାଗିବ ଆପଣମାନଙ୍କୁ। ଗୋଟେ ଥର ଟ୍ରାଏ କରନ୍ତୁ। ତ ଇଏ ଥିଲା ମୋର ଭେଣ୍ଡିର ଆଜିର ରେସିପି, ଭେଣ୍ଡି ଆଳୁ ମସଲା। ଚାଲନ୍ତୁ ବାଢ଼ିଦେବା, ଆଉ କେମିତି ଲାଗୁଛି ସମସ୍ତଙ୍କୁ ପଚାରିବା। ମୁଁ ତ ଟ୍ରାଏ କରିସାରିଛି, ଆପଣମାନେ ବି ଟ୍ରାଏ କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା ଲାଇକ୍ କମେଣ୍ଟ ସେୟାର କରି ଜଣାନ୍ତୁ। ଜୟ ଜଗନ୍ନାଥ।